ଯଦି ଦେଖିବା ଗତ 24 ଘଣ୍ଟାରେ କୋଷ୍ଟାଲ ଡିଷ୍ଟ୍ରିକ୍ଟରେ କାଁ ଭାଁ ଜାଗାରେ ବର୍ଷା ରେକର୍ଡ କରାଯାଇଛି, ହାଇଏଷ୍ଟ ରେନଫଲ୍ ରେକର୍ଡ କରାଯାଇଛି ଜଗତସିଂହପୁର ଡିଷ୍ଟ୍ରିକ୍ଟରେ 35.0 ମିଲିମିଟର ଆଉ ହାଇଏଷ୍ଟ ଟେମ୍ପରେଚର ରେକର୍ଡ କରାଯାଇଛି ମାଲକାନଗିରି ଜିଲ୍ଲାରେ 36.8 डिग्री सेल्सियस ଆଉ ଯଦି ଦେଖିବା 9ଟି ଜାଗାରେ 35 डिग्री सेल्सियस କିମ୍ବା ତାଠୁ ଅଧିକ ମ୍ୟାକ୍ସିମମ୍ ଟେମ୍ପରେଚର ରେକର୍ଡ କରାଯାଇଛି। ଆଉ ଆଗାମୀ 7 ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି, ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। କିନ୍ତୁ ଆଗାମୀ 5 ଦିନ ଭିତରେ ତାପମାତ୍ରା ବଢ଼ିବାର ଗ୍ରାଜୁଆଲି ଧୀରେ ଧୀରେ ବଢ଼ିବାର ସମ୍ଭାବନା ରହିଛି ବାଇ 3 to 6 डिग्री सेल्सियस। ବର୍ତ୍ତମାନ ଯଦି ଦେଖିବା ମ୍ୟାକ୍ସିମମ୍ ଟେମ୍ପରେଚର 2 ରୁ 3 डिग्री सेल्सियस ସ୍ୱାଭାବିକ ଠାରୁ କମ୍ ଅଛି। ଆଉ ଆଗାମୀ 5 ଦିନ ଭିତରେ ଟେମ୍ପରେଚର ବଢ଼ିବ। ଆମେ 29 ତାରିଖ ପାଇଁକି ଆମେ ହିଟ୍ ୱେଭ୍ କଣ୍ଡିସନ୍ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛୁ। ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେଇପାରେ ଆଇସୋଲେଟେଡ୍ ପକେଟ୍ରେ, ଯେମିତିକି ସମ୍ବଲପୁର, ସୋନପୁର, ବଲାଙ୍ଗୀର ଆଉ କଳାହାଣ୍ଡି ଜିଲ୍ଲାରେ। ଯୋଉ ବର୍ଷା ମୋଷ୍ଟଲି ସରିଗଲା, କାଲି ଯୋଉ ଥିଲା ଲାଷ୍ଟ ଟାଇମ୍ ଥିଲା, ଆଜି ଆମେ ଯୋଉ ଦେଖିବା କିନ୍ତୁ ବହୁତ ମଏଶ୍ଚର ଏବେ ବି ରହିଛି, କାଁ ଭାଁ ଜାଗାରେ ବାଦଲ ବନିପାରେ କିନ୍ତୁ ବର୍ଷା ହବାର ବିଶେଷ ସମ୍ଭାବନା ନାହିଁ। ଆଜିଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି ଆଗାମୀ 7 ଦିନ ପର୍ଯ୍ୟନ୍ତ। मैडम भुवनेश्वर टेम्परेचर कौन रही ट्विन सिटी टेम्परेचर कुछ रेकर्ड है भुवनेश्वर जो कल टेम्परेचर रिकॉर्ड कराइला मैक्सिमम टेम्परेचर 34.2 डिग्री सेल्सियस थिला, कटक 32.6 डिग्री सेल्सियस थिला। ଏବେ ବି ଯଦି ଦେଖିବା କଟକ ଆଉ ଭୁବନେଶ୍ୱର ଯଦି ଟେମ୍ପରେଚର ମୋଷ୍ଟଲି କଟକ ଟେମ୍ପରେଚରଟା ନର୍ମାଲ ରହିଛି ଆଉ ଭୁବନେଶ୍ୱର ବିଲୋ ନର୍ମାଲ ଆମେ କହିବା 2 डिग्री ବିଲୋ ନର୍ମାଲ ରହିଛି ଆଉ ଭୁବନେଶ୍ୱର ଟେମ୍ପରେଚରଟା ବି 2 डिग्री ବିଲୋ ନର୍ମାଲ।